हेलो फ्रेंड्स आपण मैंने केमती अच्छा चलतु आज भिडियो को स्टार्ट करवा। आज आम जाना आम राज्य में जो पॉल्यूशन एत नुआ सब अपडेट आसी कौन कौन करा पड़ो आपंकर पॉल्यूशन लास्ट डेट केवे रही जदि आप पॉल्यूशन करना आपंकर गाड़ी तो तार लास्ट डेट केवे रही विषय जाना। तो मेन कथा सरकार एवं पॉल्यूशन को लेकिन गोटे नुआ रूल बाहर कर कि आपंकर जेकोसी भेहिकल थाउ ना कहीं आपंकर पॉल्यूशन सर्टिफिकेट अपडेट थी निहाती दरकार। तेणुकर से गोटे मास समय देती तो आपण मैंने जदि बाइक किंबा कार नहीं रोड को बाहर तो आपण मान पाखरे भैलिड पॉल्यूशन सर्टिफिकेट थी निहाती दरकार। जदि आपण मैंने एपर्यंत करना तो आपण मैंने ଆପଣଙ୍କ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇକି ପଲ୍ୟୁସନ୍ ସାର୍ଟିଫିକେଟ୍ ବନାଇ ପାରିବେ। ସେମାନେ ଆପଣଙ୍କର ପ୍ରଥମ ଆକ୍ଚୁଆଲି ଯାଞ୍ଚ କରିବେ କି ଆପଣଙ୍କର ଭେହିକିଲରେ ପଲ୍ୟୁସନ୍ କଣ୍ଟ୍ରୋଲ୍ ହେଉଛି କି ନାହିଁ। ଯାଞ୍ଚ କଲା ପରେ ସେମାନେ ଆପଣଙ୍କୁ ପଲ୍ୟୁସନ୍ ସାର୍ଟିଫିକେଟ୍ ଦେବେ। ତ ଓଡ଼ିଶା ସରକାରଙ୍କ ଦ୍ୱାରା ଏଇଟା ଗୋଟେ ନୂଆ ଅପଡ଼େଟ୍ ଆସିଛି କି ପଲ୍ୟୁସନ୍ ସାର୍ଟିଫିକେଟ୍ ଭ୍ୟାଲିଡ୍ ରହିବା ନିହାତି ଦରକାର, ନହେଲେ ଆପଣଙ୍କୁ ଚାଲାଣ ବି କଟିପାରେ। ଯେଉଁଟାକି ସେ କହୁଛନ୍ତି ବର୍ତ୍ତମାନ 10,000 ଟଙ୍କା ପଲ୍ୟୁସନ୍ ପାଇଁ 10,000 ଟଙ୍କା ଚାଲାଣ ହେବା ଗୋଟେ ଯଥାର୍ଥ କଥା ନୁହେଁ, କିନ୍ତୁ ଏଇଟା ସରକାରଙ୍କର ଇଚ୍ଛା। ତେଣୁକରି ସେମାନେ ଫାଇନ୍ ତାଙ୍କ ଅନୁଯାୟୀ ନିର୍ଦ୍ଧାରିତ କରିଛନ୍ତି। ତ ଆପଣମାନେ ସଜାଗ ହେଇଯାଆନ୍ତୁ, ଆପଣଙ୍କର ଡକୁମେଣ୍ଟ ସବୁ ରେଡ଼ି ରଖନ୍ତୁ। ବାଇକ୍ ହେଉ କିମ୍ବା କାର୍ ଯେକୌଣସି ଭେହିକିଲ୍ ଆପଣ ୟୁଜ୍ କରୁଛନ୍ତି ତ ପଲ୍ୟୁସନ୍ ସାର୍ଟିଫିକେଟ୍ ନିହାତି ରେଡ଼ି କରିକି ରଖନ୍ତୁ, କାହିଁକିନା ଆଗାମୀ 30 ଦିନ ପରେ ଚେକିଂ ହେବାର ଜୋରଦାର ସମ୍ଭାବନା ରହିଛି। ଯେଉଁଟାକି ଜେନେରାଲି ମାର୍ଚ୍ଚ ମାସରେ ବହୁତ ଚେକିଂ ହୁଏ, ଯେଉଁଟା ଫାଇନାନ୍ସିଆଲ ଇୟର୍ ଥାଏ।